आसंतु आज्ञा आज आम्भेମାନେ ଶୁଣିବା ଜଗନ୍ନାଥଙ୍କର ଅମୃତ ବାଣୀ। କିଛି ଅନୁଭବର କଥା, କିଛି ଜ୍ଞାନର ଉପଦେଶ। ଭଗବତ ପ୍ରେମୀ ଜ୍ଞାନୀ ବିଦ୍ୱାନଗଣ, ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀମାନଙ୍କୁ ମୋର ବିନମ୍ର ପ୍ରାର୍ଥନା, ଏହି ସତ୍ ଉପଦେଶାମୃତଟିକୁ ଶେଷ ପର୍ଯ୍ୟନ୍ତ ଶୁଣି ନିଅନ୍ତୁ। ଦେଖିବେ ଆପଣଙ୍କର ବହୁତ ଦିନର ବାକି ରହିଯାଇଥିବା ଅକୁହା କଥା, ଦୁଃଖ ଦୁର୍ଦ୍ଦଶା ଯନ୍ତ୍ରଣା କ୍ଷଣିକ ମଧ୍ୟରେ ଦୂର ହୋଇଯିବ। ଆପଣଙ୍କ ଅନ୍ତର ହୃଦୟ ଶାନ୍ତ ନିର୍ମଳ ଝରଣାର ଝଳ ପରି ଶୀତଳ ହୋଇଯିବ। ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନକୁ କହିଛନ୍ତି ପରା, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଏହାର ଅର୍ଥ, ହେ ଅର୍ଜୁନ, ପରିବର୍ତ୍ତନଶୀଳ ମାୟାମୟ ସଂସାରରେ ପରମାତ୍ମା ସର୍ବତ୍ର ବିଦ୍ୟମାନ। କେବଳ ମୁଁ ଏକାମାତ୍ର ସତ୍ୟ। ତୁମେ ସବୁ ଧର୍ମକୁ ପରିତ୍ୟାଗ କରିଦିଅ, ଏକଲୟରେ ମୋ ଠାରେ ଶରଣାଗତ ହୁଅ। ମୁଁ ପରମାତ୍ମା ପରମ ପୁରୁଷ ସ୍ୱୟଂ ପରବ୍ରହ୍ମ ଜଗନ୍ନାଥ। ଏହି ପରବ୍ରହ୍ମ ଜଗନ୍ନାଥଙ୍କୁ ସ୍ମରଣ କରି ମୁଁ ମୋର ଅନୁଭୂତିର ଜ୍ଞାନ ଆପଣଙ୍କ ନିକଟରେ ପ୍ରକାଶିତ କରୁଛି। ଅନେକ କିଛି କହିବି ବୋଲି ଭାବୁଛି, କିନ୍ତୁ କିଛି କହିପାରୁନାହିଁ। ହେ ପ୍ରଭୁ ଜଗନ୍ନାଥ, ମୋ ଅନ୍ତରରେ ଥିବା କିଛି ଶବ୍ଦର ମାଳା ଗୁନ୍ଥି ମୁଁ ଆପଣଙ୍କୁ ସମର୍ପଣ କରୁଛି। ପ୍ରସାଦ କିଣିବାକୁ ମୋ ପାଖରେ କାଣି କଉଡ଼ିଏ ପଇସା ନାହିଁ। ମୁଁ କେବଳ ତୁଳସୀ ଦୟଣାର ବାସ୍ନାକୁ ଭରି ଆପଣଙ୍କୁ ସମର୍ପଣ କରୁଛି। ଏଇଠାରୁ ଅଧିକ କିଛି ମୋ ପାଖରେ ନାହିଁ ପ୍ରଭୁ, କାରଣ ମୁଁ ଆପଣଙ୍କୁ ପିଲାଟି ଦିନରୁ ସମର୍ପଣ କରିଦେଇଛି। ମୋର ମନ, ପ୍ରାଣ, ଧନ ଓ ଜ୍ଞାନର ଭଣ୍ଡାର। ମୋର ସାହା ଭରସା ଆଉ କେହି ନାହାନ୍ତି। ହେ ଜଗତର ନାଥ, ଜଗତ ଠାକୁରେ, ତୁମେ ହିଁ କେବଳ ମୋର ଏକମାତ୍ର ସଖା, ପିତା, ମାତା, ଭ୍ରାତା ଓ ବନ୍ଧୁ ସହୋଦର। ତୁମ ବିନା ମୋର ଅନ୍ୟ ଗତି କିଛି ନାହିଁ। ତୁମ ବିନା ଏ ସାରା ସଂସାର ଅନ୍ଧ ହୋଇଯାଏ। ଜଳ ପାଷାଣ ମୂର୍ତ୍ତି ଜୀବନ୍ତ ହୋଇଯାଏ। ଛୋଟ ଛୋଟ ଗଛ ଗୁଡ଼ିକ ମଧ୍ୟ ବ୍ରହ୍ମ ପାଲଟିଯାଏ ତୁମ ଅରୂପ ରୂପ ଲାବଣ୍ୟରେ। ମୋ ପ୍ରତି ଏତେ କାହିଁକି ନିଷ୍ଠୁର ହେଉଛ? ମୁଁ ଯେତେବେଳେ ଆପଣଙ୍କ ପାଖକୁ ଯାଏ ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରେ, ସେତେବେଳେ ମୋର ପାଦ ଦୁଇଟି 22 ପାହାଚର ପ୍ରତିଟି ଉଠାଣିରେ ଅଟକି ଯାଏ କାହିଁକି? ମୁଁ ବୁଝିପାରେ ନାହିଁ ପ୍ରଭୁ। ତୁମଠାରେ କି ଯାଦୁ ମନ୍ତ୍ର ଅଛି? ମୋ ଅଶାନ୍ତ ମନର ଉଦ୍ବେଳିତ କାମନା ଶୀତଳ ଜ୍ୟୋତ୍ସ୍ନା ପରି ଶାନ୍ତ ହୋଇଯାଏ। ହେ ଚକା ନୟନ ବଳିଆର ବୁଜ, ତୁମ ଚକା ଆଖିରେ ସେ ନିରୀହ ଚାହାଣୀଟା ନିମିଷକ ମାତ୍ର ଭୁଲାଇ ଦିଏ। ଏକାଗ୍ର ଚିତ୍ତରେ ତୁମ ବାଙ୍କ ଚାହାଣୀରେ ତୁମେ ଚାହିଁ ରହିଥାଅ। ସେତେବେଳେ ମୁଁ ଉତ୍ତର ଦେଉଥାଏ, ହେ ଈଶ୍ୱର, ମୁଁ ବନ୍ଧୁ ମହାନ୍ତି ନୁହେଁ କି ଦାସିଆ ବାହୁରି ନୁହେଁ, ଭକ୍ତ ଶାଲବେଗ ନୁହେଁ କି ବଳରାମ ଦାସ ନୁହେଁ। ମୁଁ ଏକ ସାଧାରଣ ମଣିଷ ପରି ନିରୀହ ପ୍ରାଣୀଟିଏ। ମୋ ଥର ଥର ହୃଦୟ କମ୍ପନରେ ତୁମେ ବୁଝିଯାଅ ମୋ ଅକୁହା ଶବ୍ଦ ସବୁ। ମୁଁ ସେତେବେଳେ ଆପଣଙ୍କୁ କହେ, ଚାଲି ଆସ ପ୍ରଭୁ, ତୁମର ସେହି ରତ୍ନ ସିଂହାସନରୁ ଓହ୍ଲାଇ ଥରେ ମାତ୍ର ଛୁଇଁ ଦିଅ ମୋ ହୃଦୟର ଥର ଥର ଦେହକୁ। ମୁଁ କାଠରୁ ଚନ୍ଦନ ହୋଇଯାଏ, ଜଡ଼ରୁ ଜୀବନ୍ତ ହୁଏ, ଏକା ଏକା ପାର ହୋଇଯାଏ ଜୀବନ୍ତ ସଂଗ୍ରାମର ଗଭୀର ସମୁଦ୍ରକୁ। ବେଙ୍ଗ କହେ, ବେଙ୍ଗୁଲିଲୋ, ପୃଥିବୀ ପରା କ୍ଷଣ କ୍ଷଣ କେୟାନ। ଏ ସଂସାର ସଦାସର୍ବଦା ପରିବର୍ତ୍ତନଶୀଳ, କିନ୍ତୁ ଏକମାତ୍ର ପରମାତ୍ମା ଅପରିବର୍ତ୍ତନଶୀଳ। ଆମ ଶାସ୍ତ୍ରରେ ଲେଖା ଅଛି, ନିଜ ଅନୁଭୂତିକୁ ମହତ୍ଵ ଦେବା ନିହାତି ଆବଶ୍ୟକ। ଯାହାକୁ ଯେଉଁ ପରିସ୍ଥିତି ମିଳିଛି ତାହାକୁ ସର୍ବୋତ୍ତମ ଭାବେ ନେଇ ତାର ସଦୁପଯୋଗ କରିବା ଉଚିତ। ସେଥିରେ କଲ୍ୟାଣ ନିହିତ ଥାଏ। ଯେତିକି ଭଗବାନଙ୍କ କୃପାରେ ମିଳିଛି ତାହାଠାରୁ ଅଧିକ ବସ୍ତୁ ଆଶା କରିବା ଅନୁଚିତ। ମାନସିକ ଅସନ୍ତୋଷ କେବେ ହେଲେ ମାନବ ପାଇଁ ଅନୁକୂଳ ନୁହେଁ, କିନ୍ତୁ ସଦାସର୍ବଦା କର୍ମ କରିବା ଉଚିତ। ଫଳ ପ୍ରଦାନ କରିବା ପାଇଁ ଭଗବାନ ପରା ଅଛନ୍ତି। ହେ ମୋର ପ୍ରିୟ ଭଗବତ ପିପାସୁ ଜଗନ୍ନାଥଙ୍କ ପ୍ରତି ଭକ୍ତି କରୁଥିବା ଜ୍ଞାନୀ ବିଦ୍ୱାନଗଣ ଓ ଭାଇ ଓ ଭଉଣୀମାନେ, ମୁଁ ଏଠାରେ ଜଗନ୍ନାଥଙ୍କର ଗୋଟିଏ ଶ୍ଲୋକ ଆବୃତ୍ତ କରୁଛି। ସର୍ବଂ ରହସ୍ୟ ପୁରୁଷ ଭମସ୍ୟ ଦେବାଃ ନ ଜାଣନ୍ତି କୃତ ମଣିଷଃ। ଏହାର ଅର୍ଥ, ପରବ୍ରହ୍ମ ସ୍ୱରୂପ ପରମ ବେଦାନ୍ତ ଦେବ୍ୟ ପରମ ରହସ୍ୟମୟୀ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଅପୂର୍ବ ଶକ୍ତି ସମ୍ପନ୍ନ ଦେବତାମାନେ ମଧ୍ୟ ତାଙ୍କର ରହସ୍ୟ ବ୍ୟକ୍ତ କରିବାକୁ ଯେଉଁଠି ଅସମର୍ଥ, ସେଠାରେ ସାମାନ୍ୟ ମଣିଷ ତାଙ୍କ ବିଷୟରେ କ'ଣ ପ୍ରକାଶ କରିବ, ଯାହାର ଶାସ୍ତ୍ରୀୟ ତତ୍ତ୍ୱ ଓ ମୂଳ ତତ୍ତ୍ୱ ଠାରୁ ଆହୁରି ପୁରାତନ। ଆଜିର ମାନବଙ୍କ ଚିନ୍ତାଧାରାରେ
ଶ୍ରୀ ଜଗନ୍ନାଥଙ୍କ ସୃଷ୍ଟି ରହସ୍ୟ ଅଧିକରୁ ଅଧିକ ରହସ୍ୟମୟ ହୁଏ। ତଥାପି ଜିଜ୍ଞାସୁ ବିଦ୍ୱାନଗଣ ତାଙ୍କୁ ଆଶ୍ରୟ କରି ତାଙ୍କ ରହସ୍ୟ ଭେଦ କରିବାରେ ଆନନ୍ଦ ଅନୁଭବ କରନ୍ତି। ଯଥା ଶ୍ରୀ ଜଗନ୍ନାଥଙ୍କ ବିଷୟରେ କିଛି ଲେଖିବାକୁ ଗଲେ ପ୍ରଭୁ ଜଗନ୍ନାଥଙ୍କ କୃପା ହିଁ ଦରକାର। ଏ କଥା କେବଳ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ପ୍ରେମ ବିଦ୍ୱାନୀ ବ୍ୟକ୍ତିମାନେ ହିଁ ବିଶ୍ୱାସ କରନ୍ତି। ନହେଲେ ଜଗନ୍ନାଥଙ୍କ ରହସ୍ୟ ଲେଖିବା ସହଜ ନୁହେଁ। ଶ୍ରୀମଦ୍ ଭଗବତ ଭିତରେ ଲେଖା ଅଛି ପରା, ଦୁର୍ଲଭ ମନୀଷ ଦେହେ ଦେହିନାଂ କ୍ଷଣଭଙ୍ଗୁରଃ ତତ୍ରାପି ଦୁର୍ଲଭଂ ମନଃ ବୈକୁଣ୍ଠ ପ୍ରିୟ ଦର୍ଶନମ୍। ଏହାର ଅର୍ଥ ମାନବ ଜୀବନ କ୍ଷଣସ୍ଥାୟୀ, ମଣିଷ ଶରୀର ଅତ୍ୟନ୍ତ ଦୁର୍ଲଭ। ଏହି ମନୁଷ୍ୟ ଜନ୍ମ ପାଇବା ପାଇଁ ବଡ଼ ବଡ଼ ଦେବତାମାନେ ଲାଳାୟିତ ହୋଇଥାନ୍ତି। ଏହି ମାନବ ଦେହରେ ପରମାତ୍ମା ପ୍ରାପ୍ତି ହୋଇଥାନ୍ତି, ଜୀବର କଲ୍ୟାଣ ହୋଇଥାଏ। ଏପରି ଦେବଦୁର୍ଲଭ ଦେହ ପାଇ ଯିଏ ଉଚିତ କାର୍ଯ୍ୟ ନ କରିପାରେ, ତାର ଜୀବନ କାଳକୁ ବୃଥାରେ ଅତିବାହିତ କରେ, ତାକୁ ଘୋର ପଶ୍ଚାତାପ କରିବାକୁ ହୁଏ। ସେଥିପାଇଁ ଆପଣମାନେ ଅନ୍ୟ କାର୍ଯ୍ୟରେ ଦୃଷ୍ଟି ନ ଦେଇ କେବଳ ଆଧ୍ୟାତ୍ମିକ ଉନ୍ନତି ଆଡ଼କୁ ଦୃଷ୍ଟି ଦେବା ଉଚିତ। ଆସନ୍ତୁ ଆଜ୍ଞା, ଆଧ୍ୟାତ୍ମିକ ଜ୍ଞାନର ଉନ୍ନତି ପାଇଁ ଡେରି କରିବା ଉଚିତ ନୁହେଁ। ହେ ପ୍ରଭୁ, ମୁଁ କେବଳ ଆପଣଙ୍କୁ ଏତିକି ପ୍ରାର୍ଥନା କରୁଛି, ଆପଣଙ୍କ ଦିବ୍ୟ ଦୃଷ୍ଟି ସଦାସର୍ବଦା ମୋ ଭଙ୍ଗା ହୃଦୟ ମଧ୍ୟରେ ରହିଥାଉ। କାହିଁକି ନା ଆପଣ କେବେ କେବେ ଦୁଃଖୀ ଦରିଦ୍ରଙ୍କ ପାଖରେ ତ, କେବେ ମହୋଦୟର ଅଶାନ୍ତ ଲହଡ଼ିରେ, କେବେ ବିସ୍ତୀର୍ଣ୍ଣ ସ୍ୱର୍ଣ୍ଣଭ ବେଳାଭୂମିରେ ତ, ପୁଣି କେବେ ନୀଳକନ୍ଦରରେ, ପୁଣି କେବେ କଳ୍ପବଟ ଶାଖାରେ ତ, ପୁଣି କେବେ ଲୁଚିଯାଅ ଭକ୍ତର ଅନନ୍ତ ବିଶ୍ୱାସରେ, ପୁଣି ଫେରିଯାଅ ଜୀବନର ଶେଷରେ ସ୍ୱର୍ଗଦ୍ୱାରର ମୁଠେ ପାଉଁଶରେ, ଶେଷ ନିଶ୍ୱାସରେ ସଂଘର୍ଷ କରୁଥିବା ଜୀବନ ପାଖରେ, ପୁଣି କେବେ ହାର ହୋଇ ଝୁଲିଥାଅ କୁନି ଶିଶୁ ଶାବକ ଥଣ୍ଟରେ, ପୁଣି ଉଡ଼ିଯାଅ ତାଳ ଗଛର ଶେଷ ସୀମାକୁ ବସା ବାନ୍ଧିଥିବା ବାୟା ଚଢ଼ାଇର ବସାକୁ, ପୁଣି ଫେରି ଦେଖ ବାଲିରେ କରିଥିବା ବାଲିରଥକୁ, ସେଇ ବଳରାମ ଦାସକୁ, ଆଉ ଜୟଦେବର ଗୀତ ଗୋବିନ୍ଦ ପଦ୍ୟକୁ। ହେ କରୁଣାକର, କରୁଣା ଠାକୁର, ତୁମେ ନିର୍ମଳ, ନିରବ, ନିଃଶବ୍ଦ, ନିର୍ଲିପ୍ତ, ନିରାକାର, ଅଖଣ୍ଡ, ଅବୟ, ଅଚ୍ୟୁତ, ଅନନ୍ତ ବ୍ରହ୍ମାଣ୍ଡର ସ୍ୱାମୀ। ତୁମେ ଆକାଶର ନୀଳିମା ପରିଶାନ୍ତ ଓ ବ୍ୟାପକ ଅନୁଭବଟିଏ ହୋଇ ଭରିଦିଅ ସବୁରି ହୃଦୟ ଆଧ୍ୟାତ୍ମିକ ଜ୍ଞାନ, ଖୋଲିଦିଅ ଜ୍ଞାନ ଚକ୍ଷୁ ସବୁରି ପ୍ରାଣରେ ବିଶ୍ୱାସର ରଥ ଦୌଡ଼ି ପରି। ମୋର ଅତି ପ୍ରିୟ ଜଗନ୍ନାଥ, ଜଗତର ନାଥ, ଜଗତ ଠାକୁର, ଆପଣ ଜାଣିଛନ୍ତି ଏ ବ୍ରହ୍ମାଣ୍ଡରେ ଏକମାତ୍ର ପ୍ରାଣୀ ମାନବ। ଏହି ମାନବ ଦେହରେ ଦିବ୍ୟ ଜ୍ଞାନ ଅଛି। ଭାଗବତରେ ଜଗନ୍ନାଥ ଦାସ ପରା ଲେଖିଛନ୍ତି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମୋର ପ୍ରିୟ ଭଗବତ ପ୍ରେମୀ ଜ୍ଞାନୀ ସଜ୍ଜନ ମଣ୍ଡଳୀ, ଜଗନ୍ନାଥର ସାମୃତ ପିପାସୁ ଭାଇ ଓ ଭଉଣୀମାନଙ୍କୁ ମୋର ଏତିକି ଅନୁରୋଧ, ଆପଣମାନେ ଯଦି ଏହି ସତ ଉପଦେଶାମୃତଟିକୁ ଅନ୍ତରରେ ଗ୍ରହଣ କରିଥାଅ ଓ ଶ୍ରୀଜଗନ୍ନାଥକୁ ଭକ୍ତି ହୃଦୟରେ ଭଲ ପାଉଥାଅ, ଆପଣମାନେ ନିଶ୍ଚୟ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରି କମେଣ୍ଟ ମାଧ୍ୟମରେ ଜୟ ଜଗନ୍ନାଥ ଲେଖିଦେବେ। ଜଗନ୍ନାଥଙ୍କର ଏହି ଅମୂଲ୍ୟ ରହସ୍ୟକୁ ଜାଣିବା ପାଇଁ ଦ୍ୱିତୀୟ ଭାଗକୁ ଅପେକ୍ଷା କରନ୍ତୁ, ବହୁତ ଶୀଘ୍ର ପାଇଯିବେ। ହଁ ଆଜ୍ଞା, ସର୍ବେ ଭବନ୍ତୁ ସୁଖିନାଂ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ବା ଭବେ। ଏହିଠାରୁ ଆମ ଆଲୋଚନାକୁ ବିଶ୍ରାମ ଦେବା। ବିଦାୟ ଦିଅନ୍ତୁ। ନମସ୍କାର। ଜୟ ଜଗନ୍ନାଥ।